ଥରେ ରୁକ୍ମିଣୀ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ଭକ୍ତମାନେ କାହିଁକି ରାଧାକୃଷ୍ଣ ଜପୁଛନ୍ତି? ମୁଁ କ'ଣ ଆପଣଙ୍କୁ ଭଲ ପାଏନି? ମୁଁ କ'ଣ ଆପଣଙ୍କୁ ଭକ୍ତି କରେନି? ମୁଁ ତ ଦିନର 24 ଘଣ୍ଟା ଆପଣଙ୍କ ପାଖରେ ଥାଏ। ହେଲେ ପ୍ରତିଟି ଭକ୍ତ ରାଧାକୃଷ୍ଣ କାହିଁକି ଜପନ୍ତି? କାହିଁ କେହି ବି ତ ଜଣେ ହେଲେ ବି ରୁକ୍ମିଣୀ କୃଷ୍ଣ କହୁନାହାନ୍ତି। ଏହାପରେ କୃଷ୍ଣ କହିଲେ, ହଉ ଠିକ୍ ଅଛି, ତୁମେ ତୁମ ପ୍ରଶ୍ନର ଉତ୍ତର ଖୁବ୍ କମ୍ ଦିନ ମଧ୍ୟରେ ପାଇଯିବ। ଏହାପରେ କିଛି ଦିନ ପରେ କୃଷ୍ଣଙ୍କୁ ବହୁତ ଜୋରେ ଜ୍ୱର ହେଲା। ଯେତେ ଔଷଧ ଖାଇଲେ ମଧ୍ୟ ଜ୍ୱର ଭଲ ହେଲା ନାହିଁ। ଏହା ଦେଖି ଦେବର୍ଷି ନାରଦ ମର୍ତ୍ତ୍ୟପୁରକୁ ଆସିଲେ ଏବଂ କୃଷ୍ଣଙ୍କୁ ପରୀକ୍ଷା କରି କହିଲେ, ପ୍ରଭୁ ଶ୍ରୀକୃଷ୍ଣଙ୍କର ଏମିତି ଏକ ଜ୍ୱର ହୋଇଛି ଯାହାକି କୌଣସି ଔଷଧରେ ଭଲ ହେବ ନାହିଁ। ଯିଏ ତାଙ୍କର ପାଦ ଧୁଆ ପାଣି ଆଣି କୃଷ୍ଣଙ୍କ ଶରୀରରେ ଢାଳିଦେବ, ତାହେଲେ କୃଷ୍ଣଙ୍କର ଦେହ ଭଲ ହୋଇଯିବ। ଏହା ଶୁଣି ସମସ୍ତ ରାଣୀ ହତବାକ୍ ହେଇଗଲେ। ସମସ୍ତେ ଚିନ୍ତାରେ ପଡ଼ିଗଲେ। କାହାର ବା ଏତେ ସାହସ ଅଛି ଯେ ପାଦ ଧୁଆ ପାଣି ଆଣି ଶ୍ରୀକୃଷ୍ଣଙ୍କ ଦେହରେ ଢାଳିବ? ଏହି ଖବର ରାଧାଙ୍କ ପାଖକୁ ଗଲା। ରାଧା ହଠାତ୍ ଚାଲି ଆସିଲେ ଏବଂ ନିଜର ଗୋଡ଼ ଧୁଆ ପାଣି ଶ୍ରୀକୃଷ୍ଣଙ୍କ ଉପରେ ଢାଳିଦେଲେ। ଏହା ଦେଖି ରୁକ୍ମିଣୀ ତଥା ଅନ୍ୟ ରାଣୀମାନେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ରାଧା, ତମେ ଏ କ'ଣ କଲ? ତମର କେତେ ସାହସ ଯେ କୃଷ୍ଣଙ୍କୁ ନିଜର ଗୋଡ଼ ଧୁଆ ପାଣି ଢାଳିଦେଲ? ତମେ କେତେ ବଡ଼ ପାପ କର୍ମ କଲ ତୁମେ ଜାଣିଛ? ରାଧା କହିଲେ, ପାପ କ'ଣ ପୁଣ୍ୟ କ'ଣ ମୁଁ ଜାଣିନି। ହେଲେ ଏତିକି ଜାଣିଛି, ମୋ କାହ୍ନା ଯେଉଁଠି ଥାଉ, ଯେମିତି ଥାଉ, ଯେଉଁ ପରିସ୍ଥିତି ଥାଉ, ସେ ଭଲରେ ଥାଉ। କାହିଁକି ନା ମୁଁ କାହ୍ନା ବିନା ରହିପାରିବିନି। କାହ୍ନାର ଟିକେ ବି ଦୁଃଖ ମୁଁ ସମ୍ଭାଳି ପାରିବିନି। କାହ୍ନା କଷ୍ଟରେ ଥିଲେ ମୁଁ ମଧ୍ୟ ସୁଖ ଶାନ୍ତିରେ ରହିପାରିବିନି। ମୁଁ ସବୁବେଳେ କାହ୍ନାର ସୁଖ ହିଁ ଚାହେଁ। ଏହାପରେ କୃଷ୍ଣଙ୍କର ଦେହ ତ ଠିକ୍ ହୋଇଗଲା, କିନ୍ତୁ ସେ ଏକ ସ୍ମିତ ହାସ ହସି ରୁକ୍ମିଣୀଙ୍କ ମୁଖ ଆଡ଼କୁ ଚାହିଁଲେ। ରୁକ୍ମିଣୀ ସେତେବେଳକୁ ନିଜ ପ୍ରଶ୍ନର ଉତ୍ତର ପାଇସାରିଥିଲେ ଏବଂ ଲାଜରେ ମୁଣ୍ଡ ତଳକୁ କରିସାରିଥିଲେ। ଆଉ ରାଧା ଯେ କେତେ ଭଲ ପାଆନ୍ତି କୃଷ୍ଣଙ୍କୁ, ସେ କଥାର ପ୍ରମାଣ ମଧ୍ୟ ପାଇସାରିଥିଲେ।